ओम शांति। पुस्तक पठन श्रीमद् भगवत गीता रहस्य। लेखक ब्रह्मा कुमार सुधांशु शेखर मिश्र। चतुर्दश अध्याय गुणत्रय विभाग योग। ईश्वरीय ज्ञानर महिमा। परम भूयः प्रवक्ष्यामि ज्ञानानां ज्ञानमुत्तमं यज्ज्ञातमुनयः सर्वे परं सिद्धिमितो गतः। इदं ज्ञानमुपाश्रित्य मनः साधर्म्यमागताः सर्गे अपि नोपजायन्ते प्रलये न व्यथन्ति च। अर्थ समस्त ज्ञान मध्यरे श्रेष्ठ ओ परम ज्ञान पुनर्बार कहूछि, ଯାହାକୁ ଜାଣି ସମସ୍ତ ମୁନିଗଣ ଏହି ଦେହ ବନ୍ଧନରୁ ମୁକ୍ତ ହୋଇ ପରମ ଗତି ସିଦ୍ଧିପ୍ରାପ୍ତ ହୋଇଛନ୍ତି। ଯେଉଁମାନେ ଏହି ଜ୍ଞାନର ଆଶ୍ରୟ ନିଅନ୍ତି ସେମାନେ ମୋର ସଧର୍ମତା ପ୍ରାପ୍ତ ହୋଇ ସୃଷ୍ଟି ସମୟରେ ଜନ୍ମ ହୁଅନ୍ତି ନାହିଁ କି ପ୍ରଳୟ କାଳରେ ବ୍ୟଥିତ ହୁଅନ୍ତି ନାହିଁ। ବ୍ୟାଖ୍ୟା। ପରମାତ୍ମାଙ୍କ ସାଧର୍ମ୍ୟ ଲାଭ ସତ୍ତାରେ ଓ ପ୍ରକୃତିରେ ପରମାତ୍ମାଙ୍କ ସହିତ ଏକ ହେବା। ଗୀତା ଅନୁସାରେ ଏହା ହିଁ ଅମୃତତ୍ୱ ବା ପରମ ସିଦ୍ଧି। ଯେଉଁ ଜ୍ଞାନ ଦ୍ୱାରା ଏହି ସିଦ୍ଧି ଲାଭ ହୋଇଥାଏ ତାକୁ ଗୀତା ଜ୍ଞାନ ଶ୍ରେଷ୍ଠ କହିଛି। ସାକ୍ଷାତ ପରମାତ୍ମାଙ୍କ ଦ୍ୱାରା ପ୍ରଦତ୍ତ ହୋଇଥିବାରୁ ଏହାକୁ ଈଶ୍ୱରୀୟ ଜ୍ଞାନ ମଧ୍ୟ କୁହାଯାଏ। ତ୍ରୟୋଦଶ ଅଧ୍ୟାୟରେ ପୁରୁଷ ଓ ପ୍ରକୃତି ତଥା ଜୀବାତ୍ମା ଓ ପରମାତ୍ମା ମଧ୍ୟରେ ପ୍ରଭେଦ ନିର୍ଣ୍ଣୟ କରି ଆଲୋଚନା କରାଯାଇଥିଲା। ଜୀବାତ୍ମା ପ୍ରକୃତିର ଗୁଣଗୁଡ଼ିକୁ ଭୋଗ କରି ବଦ୍ଧ ହୁଏ। ପ୍ରକୃତିର ଗୁଣ ସମୂହ ପରମାତ୍ମାକୁ ବଦ୍ଧ କରିପାରେ ନାହିଁ, କାରଣ ସେ ହେଉଛି ଅଜନ୍ମା, ଅଶରୀରୀ, ଅକର୍ତ୍ତା ଓ ଅଭୋକ୍ତା। ଏହା ହେଉଛି ସେହି ଶ୍ରେଷ୍ଠ ଜ୍ଞାନ। ଏହି ରୂପେ ପରମାତ୍ମାକୁ ଜାଣି ଜୀବାତ୍ମା ତାଙ୍କର ସ୍ୱରୂପ ଓ ସାଧର୍ମ୍ୟ ଲାଭ କରିପାରିବ। ମୃତ୍ୟୁ ପରେ ମଧ୍ୟ ବର୍ତ୍ତମାନ ରହିବା ଅମୃତତ୍ୱ ନୁହେଁ, କାରଣ ସମସ୍ତ ଜୀବାତ୍ମା ଏହି ରୂପରେ ଅମର। ଜୀବାତ୍ମା ବାରମ୍ବାର ଜନ୍ମଗ୍ରହଣ କରେ, ବିଭିନ୍ନ ନାମ ରୂପରେ ଶରୀର ଧାରଣ କରେ, କିନ୍ତୁ ସେ ନାମ ରୂପର ଊର୍ଦ୍ଧ୍ୱକୁ ଉଠିପାରେ ନାହିଁ। ପରମାତ୍ମା ପ୍ରତିକଳ୍ପରେ ଯେଉଁ ଶରୀରରେ ଅବତରଣ କରନ୍ତି ସେ ତାର ନାମ ରୂପରେ ନିଜକୁ ସମ୍ପୃକ୍ତ କରନ୍ତି ନାହିଁ, କାରଣ ସେ ପ୍ରକୃତିର ବଶୀଭୂତ ନୁହନ୍ତି। ଅନ୍ୟ ଶରୀରରେ ଅବସ୍ଥାନ କରି ମଧ୍ୟ ସେ ନିଜର ଈଶ୍ୱରୀୟ ସ୍ୱରୂପକୁ ବିସ୍ମୃତ ହୁଅନ୍ତି ନାହିଁ। ପରମାତ୍ମାଙ୍କ ପରି ନିଜର ଆତ୍ମୀୟ ସ୍ୱରୂପକୁ ନିତ୍ୟ ନିରନ୍ତର ସ୍ମରଣ ରଖିବା ହେଉଛି ପ୍ରକୃତ ଅମୃତତ୍ୱ। ବ୍ରହ୍ମ ସତ୍ତାରେ ଜୀବାତ୍ମା ଲୟ ହେବାକୁ ମୁକ୍ତି ବୋଲି ଗୀତା ସ୍ୱୀକାର କରିନାହିଁ। ସତ୍ତା ଓ ଧର୍ମରେ ପରମାତ୍ମାଙ୍କ ସହିତ ଏକ ହୋଇ ତାଙ୍କ ମଧ୍ୟରେ ବାସ କରିବା, ଏହା ହେଉଛି ଗୀତା ଅନୁସାରେ ଶ୍ରେଷ୍ଠ ମୁକ୍ତି, ପରମ ସିଦ୍ଧି ଓ ଅମୃତତ୍ୱ। ପ୍ରତି ଚତୁର୍ଯୁଗରେ ଗୋଟିଏ କଳ୍ପ ହୁଏ। କଳ୍ପ ଆରମ୍ଭରେ ସ୍ୱର୍ଗ କୁହାଯାଏ। କଳ୍ପର ଶେଷ ସମୟରେ ପ୍ରକୃତିରେ ଏକ ବିରାଟ ହଲଚଲ ସୃଷ୍ଟି ହୁଏ। ଭୀଷଣ ବୃଷ୍ଟିପାତ ସାଙ୍ଗକୁ ସାମୁଦ୍ରିକ ତୋଫାନ ହେତୁ ପୃଥିବୀରେ ଅଧିକାଂଶ ଭାଗରେ ଜଳପ୍ଲାବନ ହୋଇଯାଏ। ଆଣବିକ ଯୁଦ୍ଧ ଏହାର କାରଣ। ଏହା ମହାଭାରତ ଯୁଦ୍ଧ ବା ମହାବିନାଶ। କଳ୍ପାନ୍ତରେ ପୃଥିବୀରେ ଅଧିକାଂଶ ଅଞ୍ଚଳ ଜଳପ୍ଲାବନ ଦ୍ୱାରା ଆଚ୍ଛାଦିତ ହେବା ପ୍ରକରଣକୁ ପୁରାଣକାରମାନେ ପ୍ରଳୟ ନାମରେ ନାମିତ କରିଛନ୍ତି। ଏହି ପ୍ରଳୟ ସତ୍ତ୍ୱେ ପୃଥିବୀରେ କିଛି ଅଞ୍ଚଳ ଅକ୍ଷତ ରହେ। ଯେଉଁମାନେ ଈଶ୍ୱରୀୟ ଜ୍ଞାନ ଅନୁସରଣ କରି ପରମାତ୍ମାକୁ ପ୍ରତ୍ୟକ୍ଷ କରିଥାନ୍ତି ସେହିମାନଙ୍କୁ ଏହି ପ୍ରଳୟ କୌଣସି ବ୍ୟଥା ପହଞ୍ଚାଇ ପାରେ ନାହିଁ। ସେମାନେ ଅକ୍ଷତ ଅବସ୍ଥାରେ ପ୍ରଳୟ ପୟୋଧିକୁ ଅତିକ୍ରମ କରିଯାଆନ୍ତି। ଅନ୍ୟମାନଙ୍କ ପରି ସେମାନଙ୍କୁ ସ୍ୱର୍ଗରେ ବା କଳ୍ପ ଆରମ୍ଭରେ ଜନ୍ମ ନେବାକୁ ପଡ଼େ ନାହିଁ। ସେମାନେ କଳ୍ପାରମ୍ଭ ଓ ସତ୍ୟଯୋଗୀୟ ଆତ୍ମାମାନଙ୍କୁ ଜନ୍ମ ଦେବା ପାଇଁ ନିମିତ୍ତ କାରଣ ହୋଇଯାଆନ୍ତି। ସ୍ୱର୍ଗେ ଅପି ନୋପଜାୟନ୍ତେ।
ଅନ୍ୟ ପ୍ରକାରେ ବିଚାର କଲେ ପରମାତ୍ମାଙ୍କ ସଧର୍ମତା ପ୍ରାପ୍ତି ବ୍ୟକ୍ତି ପାଇଁ ଜନ୍ମ ଓ ମୃତ୍ୟୁ ଅର୍ଥହୀନ। କ୍ରମଶଃ ଓମ୍ ଶାନ୍ତି।